भगवते वासुदेवाय। ओं परमात्मने नमः। ओं ब्रह्मार्पणं ब्रह्म हविर्ब्रह्माग्नौ ब्रह्मणाहुतं ब्रह्मैव तेन गन्तव्यं ब्रह्मकर्म समाधिना। ଯେଉଁ ଯଜ୍ଞରେ ଅର୍ପଣ ଅର୍ଥାତ୍ ଶ୍ରୁବ ଆଦି ଉପକରଣ ମଧ୍ୟ ବ୍ରହ୍ମ ଏବଂ ହବନ ଯୋଗ୍ୟ ଦ୍ରବ୍ୟ ମଧ୍ୟ ବ୍ରହ୍ମ ତଥା ବ୍ରହ୍ମ ରୂପକ କର୍ତ୍ତାଙ୍କ ଦ୍ୱାରା ବ୍ରହ୍ମ ରୂପକ ଅଗ୍ନିରେ ଆହୁତି ଦାନ ରୂପକ କ୍ରିୟା ମଧ୍ୟ ବ୍ରହ୍ମ। ସେହି ବ୍ରହ୍ମ କର୍ମରେ ସ୍ଥିତ ରହୁଥିବା ଯୋଗୀଙ୍କ ଦ୍ୱାରା ପାଇବା ଯୋଗ୍ୟ ଫଳ ମଧ୍ୟ ବ୍ରହ୍ମ ହିଁ ଅଟେ। ଏହି ଶ୍ଲୋକରେ ଯଜ୍ଞର ରୂପକରେ କେଉଁ ଭାବ ଦେଖାଇ ଦିଆଯାଇଅଛି? ଏହି ଶ୍ଲୋକରେ ସର୍ବଂ ଖଲ୍ଲିଦଂ ବ୍ରହ୍ମ ଅନୁସାରେ ସର୍ବତ୍ର ବ୍ରହ୍ମ ଦର୍ଶନ ରୂପକ ସାଧନାକୁ ଯଜ୍ଞର ରୂପ ଦିଆଯାଇଛି। ଅଭିପ୍ରାୟ ଏହିକି ଯେ କର୍ତ୍ତା କର୍ମ ଏବଂ କରଣ ଆଦି ବିଭିନ୍ନ ପଦାର୍ଥ ଭିନ୍ନ ଭିନ୍ନ ରୂପରେ ପ୍ରତୀତ ହେଉଥିଲେ ମଧ୍ୟ ସେସବୁକୁ ବ୍ରହ୍ମ ରୂପରେ ଦେଖିବାର ଯେଉଁ ଅଭ୍ୟାସ, ସେହି ଅଭ୍ୟାସ ରୂପକ କର୍ମ ହେଉଛି ପରମାତ୍ମା ପ୍ରାପ୍ତିର ସାଧନ। ତେଣୁ ତାହା ଯଜ୍ଞ ହିଁ ଅଟେ। ଏହି ଯଜ୍ଞରେ ଶ୍ରୁବ ହବି ହବନକର୍ତ୍ତା ଏବଂ ହୋମ ରୂପକ କ୍ରିୟା ଆଦି ବସ୍ତୁ ଭିନ୍ନ ଭିନ୍ନ ନୁହନ୍ତି। ତାଙ୍କ ଦୃଷ୍ଟିରେ ସବୁକିଛି ବ୍ରହ୍ମ। କାରଣ ଏପରି ଯଜ୍ଞ କରୁଥିବା ଯୋଗୀ ଯେଉଁ ମନ ବୁଦ୍ଧି ଆଦି ଦ୍ୱାରା ସମସ୍ତ ଜଗତକୁ ବ୍ରହ୍ମ ବୋଲି ବୁଝିବାର ଅଭ୍ୟାସ କରନ୍ତି, ସେଗୁଡ଼ିକୁ ନିଜକୁ ଏହି ଅଭ୍ୟାସ ରୂପକ କ୍ରିୟାକୁ ତଥା ଅନ୍ୟ କୌଣସି ବି ବସ୍ତୁକୁ ବ୍ରହ୍ମଠାରୁ ଭିନ୍ନ ବୋଲି ବୁଝାନ୍ତି ନାହିଁ। ସେ ସବୁ ବସ୍ତୁକୁ ବ୍ରହ୍ମ ରୂପରେ ଦେଖନ୍ତି। ତେଣୁ ତାଙ୍କର ସେ ସବୁରେ କୌଣସି ପ୍ରକାର ଭେଦ ବୁଦ୍ଧି ରହେ ନାହିଁ। ଏହି ରୂପକରେ ଅର୍ପଣମ୍ ପଦର ଅର୍ଥ ଯଦି ହବନ କରିବା କ୍ରିୟା ବୋଲି ମାନି ନିଆଯାଏ ତେବେ ଆପତ୍ତି କ'ଣ? ହୁତମ୍ ପଦଟି ହେଉଛି ହବନ କ୍ରିୟାର ବାଚକ। ଏଣୁ ଅର୍ପଣମ୍ ପଦର ଅର୍ଥକୁ ମଧ୍ୟ କ୍ରିୟା ବୋଲି ମାନିନେଲେ ପୁନରୁକ୍ତି ଦୋଷ ଆସିଯିବ। ନବମ ଅଧ୍ୟାୟର 16 ଶ୍ଲୋକରେ ମଧ୍ୟ ହୁତମ୍ ପଦର ଅର୍ଥ ହବନ କ୍ରିୟା ବୋଲି ମାନି ନିଆଯାଇଛି। ତେଣୁ ଯାହାଦ୍ୱାରା କିଛି ବସ୍ତୁ ଅର୍ପଣ କରାଯାଏ, ଅର୍ପତେ ଅନେନ। ଏହି ବ୍ୟୁତ୍ପତ୍ତି ଅନୁସାରେ ଅର୍ପଣମ୍ ପଦର ଅର୍ଥ ଯାହାଦ୍ୱାରା ଘୃତ ଆଦି ଦ୍ରବ୍ୟ ଅଗ୍ନିରେ ପକାଯାଏ, ସେହି ଶ୍ରୁବ ଆଦି ଉପକରଣ ବୋଲି ମାନିବା ଉଚିତ। ବ୍ରହ୍ମ କର୍ମରେ ସ୍ଥିତ ହେବା ଏବଂ ତାହା ଦ୍ୱାରା ପ୍ରାପ୍ତ ହେଉଥିବା ଫଳ ମଧ୍ୟ ବ୍ରହ୍ମ ହିଁ ଅଟେ, ଏ କଥାର ଭାବ କ'ଣ? ନିରନ୍ତର ସର୍ବତ୍ର ବ୍ରହ୍ମ ବୁଦ୍ଧି ରଖିବା, କାହାକୁ ବ୍ରହ୍ମଠାରୁ ଭିନ୍ନ ବୋଲି ନ ବୁଝିବା ହିଁ ବ୍ରହ୍ମ କର୍ମରେ ସ୍ଥିତ ହେବା। ଏହି ପ୍ରକାର ସାଧନା ଫଳରେ ନିଃସନ୍ଦେହ ପରବ୍ରହ୍ମ ପରମାତ୍ମାଙ୍କ ପ୍ରାପ୍ତି ହୁଏ। ଉପରୋକ୍ତ ସାଧନା କରୁଥିବା ଯୋଗୀ ଅନ୍ୟ ଫଳର ଭାଗୀ ହୁଅନ୍ତି ନାହିଁ। ଏହି ଭାବ ଦେଖାଇବାକୁ ଯାଇ କୁହାଯାଇଛି ଯେ ତାହା ଦ୍ୱାରା ପ୍ରାପ୍ତ ହେଉଥିବା ଫଳ ମଧ୍ୟ ବ୍ରହ୍ମ ହିଁ ଅଟେ। ଏପରି ଭାବରେ ବ୍ରହ୍ମକର୍ମ ରୂପକ ଯଜ୍ଞର ବର୍ଣ୍ଣନା କରିସାରି ପରବର୍ତ୍ତୀ ଶ୍ଲୋକରେ ଭଗବାନ ଦେବ ପୂଜନ ରୂପକ ଯଜ୍ଞର ଏବଂ ଆତ୍ମା ପରମାତ୍ମାଙ୍କ ଅଭେଦ ଦର୍ଶନ ରୂପକ ଯଜ୍ଞର ବର୍ଣ୍ଣନା କରୁଛନ୍ତି। ଦୈବ ମେ ବାପରେ ଯଜ୍ଞ ଯୋଗିନ। ଓଂ ନମୋ ଭଗବତେ ବାସୁଦେବାୟ। ओं दैव मे बापरे यज्ञं योगिन पर्युपासते ब्रह्माग्ना बपुरे यज्ञं
ଯଜ୍ଞେନୈବୋପଜୁହତି। ଅନ୍ୟ କେତେକ ଯୋଗୀ ଦେବତା ମାନଙ୍କର ପୂଜନ ରୂପକ ଯଜ୍ଞକୁ ହିଁ ଭଲ ଭାବରେ ଅନୁଷ୍ଠାନ କରନ୍ତି ଏବଂ ଅନ୍ୟ କେତେକ ଯୋଗୀ ପରଂ ବ୍ରହ୍ମ ପରମାତ୍ମାଙ୍କ ରୂପକ ଅଗ୍ନିରେ ଅଭେଦ ଦର୍ଶନ ରୂପକ ଯଜ୍ଞ ଦ୍ୱାରା ହିଁ ଆତ୍ମରୂପକ ଯଜ୍ଞକୁ ହବନ କରନ୍ତି। ଏଠାରେ ଯୋଗୀନ ପଦ ହେଉଛି ଯୋଗୀମାନଙ୍କର ବାଚକ ଏବଂ ତା ସହିତ ଅପରେ ବିଶେଷଣ କାହିଁକି ପ୍ରୟୋଗ କରାଯାଇଛି? ଏଠାରେ ଯୋଗୀନ ପଦଟି ହେଉଛି ମମତ୍ଵ, ଆସକ୍ତି ଏବଂ ଫଳେଚ୍ଛା ତ୍ୟାଗ କରି ଶାସ୍ତ୍ର ବିହିତ ଯଜ୍ଞାଦି କର୍ମ କରୁଥିବା ସାଧକମାନଙ୍କର ବାଚକ। ଏହି ସାଧକମାନଙ୍କୁ ପୂର୍ବ ଶ୍ଲୋକରେ ବର୍ଣ୍ଣିତ ବ୍ରହ୍ମକର୍ମ କରୁଥିବା ଲୋକଙ୍କ ଠାରୁ ପୃଥକ ବୋଲି ଦର୍ଶାଇବାକୁ, ଅର୍ଥାତ୍ ଏମାନଙ୍କର ସାଧନା ଓ ପୂର୍ବୋକ୍ତ ସାଧନା ଠାରୁ ଭିନ୍ନ ଏବଂ ଦୁଇ ସାଧନାର ଅଧିକାରୀ ଭିନ୍ନ ଭିନ୍ନ ଯୋଗୀ ଅଟନ୍ତି। ସ୍ପଷ୍ଟ କରିଦେବାକୁ ଏଠାରେ ଯୋଗୀନଃ ପଦ ସହିତ ଅପରେ ବିଶେଷଣ ପ୍ରୟୋଗ କରାଯାଇଛି। ଦୈବମ୍ ବିଶେଷଣ ସହିତ ଯଜ୍ଞମ୍ ପଦଟି କେଉଁ କର୍ମର ବାଚକ ଏବଂ ତାହା ଭଲ ଭାବରେ ଅନୁଷ୍ଠାନ କରିବା କହିଲେ କ'ଣ ବୁଝାଏ? ଏହି ଶ୍ଲୋକରେ ପୂର୍ବାର୍ଦ୍ଧରେ ଭଗବାନଙ୍କ ବକ୍ତବ୍ୟର ଅଭିପ୍ରାୟ କ'ଣ? ବ୍ରହ୍ମା, ଶିବ, ଶକ୍ତି, ଗଣେଶ, ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ର ଏବଂ ବରୁଣାଦି ଯେଉଁ ଶାସ୍ତ୍ରସମ୍ମତ ଦେବତା ଅଛନ୍ତି ସେମାନଙ୍କ ପାଇଁ ହବନ କରିବା, ସେମାନଙ୍କ ପୂଜା କରିବା, ସେମାନଙ୍କ ମନ୍ତ୍ର ଜପ କରିବା, ସେମାନଙ୍କ ନିମିତ୍ତ ଦାନ ଦେବା ଏବଂ ବ୍ରାହ୍ମଣ ଭୋଜନ କରାଇବା ଆଦି ସମସ୍ତ କର୍ମର ବାଚକ ରୂପେ ଏଠାରେ ଦୈବମ୍ ବିଶେଷଣ ସହିତ ଯଜ୍ଞମ୍ ପଦଟି ଆସିଛି। ନିଜର କର୍ତ୍ତବ୍ୟ ବୋଲି ବୁଝି ମମତ୍ଵ, ଆସକ୍ତି ଏବଂ ଫଳେଚ୍ଛା ତ୍ୟାଗ କରି କେବଳ ପରମାତ୍ମା ପ୍ରାପ୍ତି ଉଦ୍ଦେଶ୍ୟରେ ଏହି ସମସ୍ତ କର୍ମ ଶ୍ରଦ୍ଧାଭକ୍ତି ପୂର୍ବକ ଶାସ୍ତ୍ରବିଧି ଅନୁସାରେ ପୂର୍ଣ୍ଣ ଭାବରେ କରିବା ହିଁ ଭଲ ଭାବରେ ଦୈବଯଜ୍ଞ ଅନୁଷ୍ଠାନ କରିବା। ଏହି ଶ୍ଲୋକରେ ପୂର୍ବାର୍ଦ୍ଧରେ ଭଗବାନ ଦେଖାଇଛନ୍ତି ଯେ ଯେଉଁମାନେ ଏହିପରି ଦେବ ଉପାସନା କରନ୍ତି ସେମାନଙ୍କର କ୍ରିୟା ମଧ୍ୟ ଯଜ୍ଞ ନିମିତ୍ତ କରାଯାଇଥିବା କର୍ମରେ ଅନ୍ତର୍ଗତ। ବ୍ରହ୍ମରୂପକ ଅଗ୍ନିରେ ଯଜ୍ଞ ଦ୍ୱାରା ହିଁ ଯଜ୍ଞର ହବନ କରିବା କ'ଣ? ଅନାଦି ସିଦ୍ଧ ଅଜ୍ଞାନ ହେତୁ ଶରୀର ଉପାଧି ଦ୍ୱାରା ଆତ୍ମା ଓ ପରମାତ୍ମାର ଭେଦ ଅନାଦି କାଳରୁ ପ୍ରତୀତ ହୋଇ ଆସୁଛି। ଏହି ଅଜ୍ଞାନ ଜନିତ ଭେଦ ପ୍ରତୀତିକୁ ଜ୍ଞାନାଭ୍ୟାସ ଦ୍ୱାରା ଲୋପ କରିଦେବା, ଅର୍ଥାତ୍ ଶାସ୍ତ୍ର ଏବଂ ଆଚାର୍ଯ୍ୟଙ୍କ ଉପଦେଶରୁ ଶୁଣିଥିବା ତତ୍ତ୍ୱଜ୍ଞାନକୁ ନିରନ୍ତର ମନନ ଏବଂ ନିଦିଧ୍ୟାସନ କରି କରି ନିତ୍ୟ ବିଜ୍ଞାନାନନ୍ଦ ଘନ ଗୁଣାତୀତ ପରଂ ବ୍ରହ୍ମ ପରମାତ୍ମାଙ୍କ ଠାରେ ଅଭେଦ ଭାବରେ ଆତ୍ମାକୁ ଏକ କରିଦେବା, ବିଲୀନ କରିଦେବା ହିଁ ବ୍ରହ୍ମରୂପ ଅଗ୍ନିରେ ଯଜ୍ଞ ଦ୍ୱାରା ଯଜ୍ଞର ହବନ କରିବା। ଏହିପରି ଯଜ୍ଞ କରୁଥିବା ଜ୍ଞାନ ଯୋଗୀଙ୍କ ଦୃଷ୍ଟିରେ ଏକ ନିର୍ଗୁଣ ନିରାକାର ସଚ୍ଚିଦାନନ୍ଦ ଘନ ବ୍ରହ୍ମଙ୍କ ବ୍ୟତୀତ ନିଜର ବା ଅନ୍ୟ କାହାର କୌଣସି ପୃଥକ ସତ୍ତା ରହେ ନାହିଁ। ଏହି ତ୍ରିଗୁଣାତ୍ମୟ ସଂସାର ସହିତ ତାଙ୍କର କୌଣସି ବି ସମ୍ବନ୍ଧ ରହେ ନାହିଁ। ତାଙ୍କ ପାଇଁ ସଂସାରରେ ଅତ୍ୟନ୍ତ ଭାବ ହୋଇଯାଏ। ପୂର୍ବ ଶ୍ଲୋକରେ ବର୍ଣ୍ଣିତ ବ୍ରହ୍ମକର୍ମ ଠାରୁ ଅଭେଦ ଦର୍ଶନ ରୂପକ ଯଜ୍ଞର ପ୍ରଭେଦ କ'ଣ? ସାଂଖ୍ୟ ଯୋଗୀଙ୍କ ଦ୍ୱାରା ଏହି ଦୁଇଟି ଯାକ ସାଧନା କରାଯାଏ ଏବଂ ଦୁଇଟି ଯାକରେ ପରଂ ବ୍ରହ୍ମ ପରମାତ୍ମା ହିଁ ଅଗ୍ନିସ୍ଥାନୀୟ ଅଟନ୍ତି। ତେଣୁ ଦୁଇଟିରେ ଏକତା ପ୍ରତୀତ ହୁଏ। ତାହା ଦୁହିଁଙ୍କର ଏକ ଫଳ ଅଭିନ୍ନ ଭାବରେ ସଚ୍ଚିଦାନନ୍ଦ ଘନ ବ୍ରହ୍ମ ପ୍ରାପ୍ତି ହୋଇଥିବାରୁ ପ୍ରକୃତରେ ପ୍ରଭେଦ ବୋଲି କିଛି ନାହିଁ। କେବଳ ସାଧନା
ପ୍ରଣାଳୀରେ ହିଁ ପାର୍ଥକ୍ୟ ରହିଛି ତାହା ସ୍ପଷ୍ଟ କରିବାକୁ ସାଧନା ଦୁଇଟି ଏର ବର୍ଣ୍ଣନା ଅଲଗା ଅଲଗା କରାଯାଇଛି। ପୂର୍ବ ଶ୍ଲୋକରେ ବର୍ଣ୍ଣିତ ସାଧନାରେ ତ ସର୍ବଂ ଖଲ୍ଲିଦଂ ବ୍ରହ୍ମ ଏହି ଶ୍ରୁତିବାକ୍ୟ ଅନୁସାରେ ସର୍ବତ୍ର ବ୍ରହ୍ମ ବୁଦ୍ଧି କରିବାର ବର୍ଣ୍ଣନା ରହିଛି ଏବଂ ଉପରୋକ୍ତ ସାଧନାରେ ସମସ୍ତ ଜଗତର ସମ୍ବନ୍ଧର ଅଭାବ କରିଦେଇ ଆତ୍ମା ଏବଂ ପରମାତ୍ମାଙ୍କ ଠାରେ ଅଭେଦ ଦର୍ଶନର କଥା କୁହାଯାଇଛି। ଦୈବ ଯଜ୍ଞ ଏବଂ ଅଭେଦ ଦର୍ଶନ ରୂପକ ଯଜ୍ଞ ବର୍ଣ୍ଣନା କରିବା ପରେ ଭଗବାନ ବର୍ତ୍ତମାନ ଇନ୍ଦ୍ରିୟ ସଂଯମ ରୂପକ ଯଜ୍ଞ ଏବଂ ବିଷୟ ହବନ ରୂପକ ଯଜ୍ଞ ବର୍ଣ୍ଣନା କରିଛନ୍ତି। ଓಂ ନମୋ ଭଗବତେ ବାସୁଦେବାୟ। ଓಂ ନମୋ ଭଗବତେ ବାସୁଦେବାୟ। ଓଂ ଶ୍ରୋତାଦିନିନ୍ଦ୍ରିୟାଣ୍ୟନ୍ୟେ ସଂଯମାଗ୍ନିଷୁ ଜିହୋତି ଶ୍ରଦ୍ଧାଦିନ୍ ବିଷୟାନନ୍ୟ ଇନ୍ଦ୍ରିୟାଗ୍ନିଷୁ ଜିହୋତି। ଓଂ ନମୋ ଭଗବତେ ବାସୁଦେବାୟ।